ପୁଣି ଯଦି ଆପଣ ଭାଗବତ ପାଠ କରିବେ ଆପଣଙ୍କର ଅଶେଷ ଗ୍ରହରିଷ୍ଠ ଖଣ୍ଡନ ହେଇଯିବ, କର୍ମଫଳ ସେଥିରେ ଖଣ୍ଡନ ହେଇଯିବ। ଭାଗବତ ପଢ଼ିଲେ କ'ଣ ହବ ନା ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଯେ ପଢ଼ିବ। ତେଣୁ ସେଥିଲାଗି ଲେଖା ହେଇଛି ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥବ ନିତ୍ୟ, ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ ଅଭ୍ୟାସ ନ କରିବ ଚିତ୍ତେ। ତେଣୁ ଆଗେ ଆମ ପାଖକୁ ଯେଉଁମାନେ ଦୀକ୍ଷା ନେବାକୁ ଆସୁଥିଲେ ଆମେ ସମସ୍ତଙ୍କୁ କହୁଥିଲୁ ତୁମେ ଭାଗବତ ଗୀତା 6 ମାସ ପାଠ କର, ଭଲ କି ଅଧ୍ୟୟନ କର ଏବଂ ତାପରେ କ'ଣ କର ନା ତୁମେ ମୋ ପାଖକୁ ଦୀକ୍ଷା ନେବାକୁ ଆସ। କାହିଁକି ନା ଭାଗବତରେ କେମିତି ଗୁରୁ କରିବ, କେଉଁ ପ୍ରକାର ଗୁରୁ କରିବ ସବୁ କଥା ଲେଖା ଅଛି। ଯଦି ଆମେ ପଢ଼ିବା ଆମେ ଜାଣିପାରିବା ଏମିତି ଗୁରୁ ହେବେ।